ଆଜି ପୁରା ଭଲ କଥାଟି ମନେ ରଖିଥ। ଆଜି ଆଲୋଚନା କରିବା ଜବନ କୂଳ ବିନା। କଣ ଜବନ କୂଳ ବିନା। ଏଠି ଆମେ ଜବନ କୂଳ ବୋଲି କୌଣସି ଜାତିକି ନେଇକି ମହାପୁରୁଷ କହିନି। କର୍ମ ବାଚକରେ କଣ କୁହାଯାଏ ହେଲା। ତମକୁ ଆମେ ଜବନ କରିବା ବେଳେ ତମେ ଧନ୍ୟ ଥିବ, ଯାହାର ଜୀବରେ ଦୟା ନାହିଁ, ଯୋଉମାନଙ୍କ ସିଏ ଜବନ ନା। ଜବନ କଣ ଆମରି ମାନଙ୍କ ଭିତରେ ଅଛନ୍ତି ଜବନ। ତା ମାନଙ୍କ ଭିତରେ ଆମରି ମାନଙ୍କ ଭିତରେ ଅଛନ୍ତି ଜବନ। ଭାଗବତରେ ଅଛି, ଜୀବରେ ଯାର ଦୟା ନାହିଁ ଉଦ୍ଧବ ଚଣ୍ଡାଳ ଶିଶୁ। ଦେଖା ନାହିଁ। ପୁଣି ମଧ୍ୟ ଆମେ ଧରୁ ଜବନ ବୋଲରେ କାରଣ ଯେଉଁମାନଙ୍କର ଆଚାର ବିଚାର ଚାଲି ଚଳନ ବ୍ୟବହାର ସଂସ୍କାର ନଥାଏ ତାକୁ ମଧ୍ୟ ଜବନ କୁହାଯାଏ। ଜବନ ଶବ୍ଦର ଅର୍ଥ ହଉଛି କଣ, ଯାହାର ଜୀବରେ ଦୟା ନଥିବ, ଯାହାର ନିଷ୍ଠୁର ଭାବ ପରିପ୍ରକାଶ ହୁଏ ତାକୁ କୁହନ୍ତି ଜବନ। ପୁଣି ଜବନ ବୋଲନ୍ତେ ବର୍ଣ୍ଣ ସଂକର। ବୁଝିପାରୁଛି, ଅର୍ଥ ବାହାର କଲେ ଅନେକ ବାହାରିବ। ଆମ ଶାସ୍ତ୍ରରେ ନାହିଁ ଆମେ ବଦ୍ଧ କରିବା ପାଇଁ। ଏବେ ଆମର ହିନ୍ଦୁ ଭାଇ ମାନେ ମଧ୍ୟ ବଦ୍ଧ କରୁନାହାନ୍ତି। ମଣିଷ ମଣିଷକୁ ମଧ୍ୟ ମାରି ଦଉଛି ନା ନାଇଁ। ଆମେ ହଉଛୁ କଣ ହିନ୍ଦୁ, ଆମେ ହିଂସାକୁ ପରିତ୍ୟାଗ କରିବା ଆମ ମାନଙ୍କର କର୍ତ୍ତବ୍ୟ। ଆମ ପାଖେ କଣ ସର୍ବେ ଭବନ୍ତୁ ସୁଖୀନ, ଆମେ କଣ ହଉଛେ ହିଂସୁକ ହେଇଯାଉଛେ। ଆମଠି ଆମେ ହିଂସାକୁ ପରିତ୍ୟାଗ କରୁନି, ହିଂସାକୁ ଆବୃତ କରୁଛୁ। ପୁଣି ଆଚାର ବିଚାରରୁ ମଧ୍ୟ ଜବନ। ଯେଉଁମାନେ ଆମେ ହିନ୍ଦୁ, ଆମ ବେକରେ ଗୋଟେ ମାଳି ରହିବା କଥା, ମୁଣ୍ଡେ ଟିକେ ଚନ୍ଦନ ଲଗେଇବା କଥା, ଚନ୍ଦନ ନଥିଲେ ତୁଳସୀ ମାଟି ଟିକେ ମଧ୍ୟ ଚଉଡ଼ା ମୂଳରେ ମାଟି ଟିକେ ଲଗେଇବା କଥା, ସକାଳେ ଟିକେ ପ୍ରଭୁଙ୍କୁ ଚିନ୍ତନ କରିବା କଥା, ସନ୍ଧ୍ୟାବେଳେ ଟିକେ ପ୍ରଭୁଙ୍କୁ ଚିନ୍ତନ କରିବା କଥା। ଯୋଉମାନେ ଏଗୁଡାକ ନ କରନ୍ତି, ସବୁବେଳେ ପରର ଅମଙ୍ଗଳ ଚିନ୍ତା କରନ୍ତି, ସବୁବେଳେ ନିଷ୍ଠୁର ଭାବ ଜାଗ୍ରତ କରନ୍ତି, ସବୁବେଳେ ପର ହିଂସୁକ ହୁଅନ୍ତି, ତାଙ୍କୁ ଜବନ ବୋଲି ମଧ୍ୟ କୁହାଯାଏ। ସୁତରାଂ ଯୋଉମାନେ ହିଂସ୍ର ବ୍ୟକ୍ତି ସେମାନଙ୍କର ବିନାଶ। ବୁଝିପାରୁଛି। ଏଥିପାଇଁ ମହାପୁରୁଷ ଅଚ୍ୟୁତ ଗୋଟେ କଥା କହନ୍ତି, ବେକରେ ନଥିବ ମାଳ, ଲୁଙ୍ଗି ପିନ୍ଧୁଥିବେ ଦଳକୁ ଦଳ ଯାଇ ଫୁଲ, ସରବେ ହେବେ ନିର୍ଧନ। ବୁଝିପାରୁଛି। ବୋଲେ ବେକରେ ମାଳିଟିଏ ନଥିବ, ସମସ୍ତେ ଲୁଙ୍ଗି ପିନ୍ଧୁଥିବେ, ବୁଝିପାରୁଛି, ତାଙ୍କର ନୀତି ନିୟମ ଠିକ ନଥିବ, ସେଇ ବ୍ୟକ୍ତି ମାନେ ସମୂଳେ କଣ ହେବେ ବିନାଶ। ପୁଣି କହନ୍ତି, ସ୍ନାନ ଶୟନ ଭୋଜନ ଚିନ୍ତନ ଆବରି କରୁଥିବା ଜନେ ଭବୁ ହୋଇଯାନ୍ତି ପାରି। ଯେଉଁ ବ୍ୟକ୍ତିର ସ୍ନାନ, ପ୍ରଭାତ ସ୍ନାନ କର, ଶୟନ ସୂର୍ଯ୍ୟାୟନରେ ଚନ୍ଦ୍ରାୟଣରେ ଶୟନ କର, ସୂର୍ଯ୍ୟାୟଣରେ ସ୍ନାନ କର, ସୂର୍ଯ୍ୟାୟଣରେ ଭୋଜନ କର, ଏ ନୀତି ନିୟମ ଯୋଉମାନଙ୍କର ନଥାଏ ସେ ରୋଗାଗ୍ରସ୍ତ ହୁଅନ୍ତି। ବୁଝି ହଉଛି। ମହାପୁରୁଷ କହନ୍ତି ସ୍ନାନ ଶୟନ ଭୋଜନ, ସୂର୍ଯ୍ୟାୟଣରେ ସ୍ନାନ କର, ଚନ୍ଦ୍ରାୟଣରେ ଶୟନ କର, ଫେରେ ସୂର୍ଯ୍ୟାୟଣରେ ଭୋଜନ କର। ଏତିକ କର୍ମ କରିବା ସଙ୍ଗେ ସଙ୍ଗେ ଯେ ପ୍ରଭୁଙ୍କୁ ଚିନ୍ତନ କର। ଯୋଉମାନେ କର୍ମ କରନ୍ତି,
କରୁଥିବା ଜନେ ଭବୁ। ଯେଉଁ ବ୍ୟକ୍ତିମାନେ ଏଇ କର୍ମକୁ ସଠିକ ଭାବେ ସମ୍ପାଦନ କରନ୍ତି ହୋଇଯାନ୍ତି ପାଇ ସେମାନେ କରିଯାଆନ୍ତି, ଯିଏ ନ କରନ୍ତି ମରନ୍ତି। ମରନ୍ତି ମାନେ କଣ ଭାବୁଛ? ଜନ୍ମ ହେଇଛେ ଦିନେ ମରିବା ଦିନେ, ସେଇଟାକୁ କେହି ବନ୍ଦ କରିପାରିବେ ନାହିଁ। ବାଉଁଶ ଗଛରେ ଧାନ ହେଲେ ବାଉଁଶଟା କଣ ହୁଏ? ମରେ। ଆଖୁ ଗଛରେ ଫୁଲ ହେଲେ ଆଖୁ ଗଛ ମରେ। ଧାନ ବିଲକୁ ଦେଖିଲୁଣୁ, ପାଚି ଯେତେବେଳେ ଧାନ ନତମସ୍ତ ହୁଏ ସିଏ ମରେ। ସେମିତି ମଣିଷ କଣ ହୁଏ? ବୟସର ସୋପାନ ଶୀର୍ଷ ହେଇଗଲେ ତା ମନକୁ ମରିଯାଏ। ବୁଝି ହଉଛି? 7 ଜଣ ଅମର ଅଛନ୍ତି ଶାସ୍ତ୍ର କୁହେ। କାହିଁ ରାମଚନ୍ଦ୍ର ଆଉ କାହିଁ ଆମେ ରାମ ଭଣ୍ଡାରୀ? ତେଣୁ ଶାସ୍ତ୍ର କହେ ଏଇପରି ଭାବରେ ମଣିଷ ମରେ। ମରଲେ କିଛି ନାହିଁ, କିନ୍ତୁ ଆତ୍ମା ପୁରୁଷର ସଦ୍ଗତି ପାଇଁ ମଣିଷ ଧର୍ମ କର୍ମ କରେ। ଜନ୍ମ ହେଇଛେ ଦିନେ ମରିବା ଦିନେ, ଏ ତ ନିଶ୍ଚିନ୍ତ। ମୃତ୍ୟୁଟା କାହା ହାତରେ ନଥାଏ। ଆଉ ଯାହା ହାତରେ ମୃତ୍ୟୁ ଥାଏ ସେମାନେ ଜଣେ ସିଦ୍ଧ ପୁରୁଷ, ତାଙ୍କ ପଦକୁ କୋଟି କୋଟି ଯିବା। ଜାଣି ପକେଇବେ, ବାବୁରେ ଆମେ ଅମୁକ ଦିନ ଦେହ ଛାଡି, ଇଏ ଅମୁକ ଦିନ ଆଉ ଆମେ ସମସ୍ତ କର୍ମ ସାରିଛେ, ଆମେ ଆଉ ରହିପାରିବୁ ନାହିଁ। ସେ ଜାଣି ପକାନ୍ତି। ସେ ସିଦ୍ଧ ପୁରୁଷ ମାନେ ତାଙ୍କ ପଦକୁ କୋଟି କୋଟି ଶରଣ। ବୁଝିପାରୁଛ ନା? ତେଣୁ ଯେଉଁ ବ୍ୟକ୍ତି ବିଶେଷଙ୍କର ଆଚାର ବିଚାର, ଚାଲିଚଳନ, ବ୍ୟବହାର, ସଂସ୍କାର, ସ୍ନାନ ଶୟନ ଭୋଜନ ଚିନ୍ତନ ନଥାଏ, ସେମାନେ କଣ ହେବେ? ଅଳିର ବାତାବରଣ ଭିତରେ ଏମିତି କର୍ମ ସବୁ ଭୋଗିବେ ଯାହାକି ମୁଖରେ ବର୍ଣ୍ଣନା କରିହବ। ବୁଝିପାରିଲେ ନା? ବୁଝିପାରିଲେ? ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ରାମଦେବ ବାବା ହରି।